ମୁଁ ଆଜି କିଛି କଥା କହିବା ପାଇଁ ବାଧ୍ୟ ହେଉଛି। ତ ବହୁତ ଲୋକ ମୋତେ ଖରାପ ବି କମେଣ୍ଟ ଦେଇପାରନ୍ତି, ତ ଖରାପ ବି କହିପାରନ୍ତି। ବାକି ଯାକ ମୁଁ କହିବା ପାଇଁ ବାଧ୍ୟ ହେଉଛି, କେବେ ଲାଇଫ୍ରେ ତିନିଟା ଜିନିଷକୁ ଆକ୍ସେପ୍ଟ କରିବେନି, କେବେ ଦେହକୁ ବି ନେବେନି। ଗୋଟେ ହେଉଛି ଆଲକୋହଲ୍, ଗୋଟେ ସ୍ମୋକିଂ, ଆଉ ଗୋଟେ ହେଉଛି ମାନେ ଗୁଟକା ଖାଉନାହାନ୍ତି। ଏଇ ତିନିଟା ଜିନିଷ କେବେ ବି ଦେହ ଭିତରକୁ ନିଅନ୍ତୁନି। ଆଉ ଯେଉଁଠି ସ୍ମୋକିଂ ଯେଉଁମାନେ କରୁଛନ୍ତି ସେ ପାଖରେ ବି ଛିଡ଼ା ହୁଅନ୍ତୁନି, କାହିଁକିନା ସିଏ ସ୍ମୋକିଂରେ ସିଏ ଯେତିକି ଏଫେକ୍ଟେଡ଼୍ ହେଉଛି ଆପଣ ତା ପାଖରେ ଛିଡ଼ା ହେଇଛନ୍ତି ସେତିକି ଏଫେକ୍ଟେଡ଼୍ ହେଉଛି। ତେଣୁ ଏଇ ତିନିଟା ଜିନିଷକୁ କେବେ ଦେହ ଭିତରକୁ ନିଅନ୍ତୁନି। ଦେଖିବେ ୟାର କାରଣ ତ ବହୁତ କିଛି, ୟାର ରେଜଲ୍ଟ ତ ମ୍ୟାକ୍ସିମମ୍ ଲୋକ ଜାଣିଥିବେ। ବାକି ଯାକ ଗୋଟେ ମାଇଣ୍ଡର ଗୋଟେ ଥିବ କି ଗୋଟେ କନଫ୍ୟୁଜ୍। ତ ବହୁତ ଲୋକ ତ ଏମିତି 99% ଲୋକ ଏଇସବୁ ତିନିଟା ଜିନିଷ ସେମାନେ ଡେଲି କରୁଛନ୍ତି, ତ ସେମାନଙ୍କୁ ତ କିଛି ପ୍ରୋବ୍ଲେମ୍ ହେଉନି। ତ ସେମିତି କିଛି ପ୍ରୋବ୍ଲେମ୍ ନ ହେଇପାରେ, ସେଇଟା ପୁରା ଭୁଲ କନସେପ୍ଟ। କେତେବେଳେ ବି ଏଇ ତିନିଟା ଜିନିଷ ଦ୍ୱାରା କେତେବେଳେ ବି ସେଇ ଡିଜିଜ୍ଟା ହେଇପାରେ। ଆଉ ଯେତେବେଳେ ହେବ ସେତେବେଳେ ଆପଣଙ୍କ ଡକ୍ଟର କ'ଣ ଭଗବାନ ଆସିଲେ କି ବଞ୍ଚେଇ ପାରିବେନି। କିନ୍ତୁ ଆଉ ଗୋଟେ କଥା ମୁଁ କହୁଛି, ତା'ର ମାନେ ଦିଆଯାଉଛି, ତା'ର ମେଡ଼ିକାଲ ଫ୍ୟାସିଲିଟି ଅଛି। ବାକି ଯାକ ଯଦି ବି ଭଗବାନଙ୍କ ଦୟାରୁ ଆପଣ ବଞ୍ଚି ଯାଉଛନ୍ତି ନା, କେବେ ଭାବନ୍ତୁନି ସେ ଡିଜିଜ୍ରୁ ଆପଣ ରକ୍ଷା ପାଇଯିବେ। ଆଜି ନହେଲେ ବି କାଲିକି ସେ ଡିଜିଜ୍ ଆପଣଙ୍କୁ ମଶାଣିକି ନେବ।